ବାଲିଅଞ୍ଜରୀ ରାସ୍ତାରୁ ଚୋରା ବିଦେଶୀ ମଦ ଜବତ, ଜଣେ ଯୁବକ ଗିରଫ। ସୁକିନ୍ଦା ଥାନା ଅନ୍ତର୍ଗତ ବାଲିଅଞ୍ଜରୀ ରାସ୍ତାରୁ ସୁକିନ୍ଦା ପୁଲିସ ଦ୍ୱାରା ଶନିବାର ରାତିରେ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ। ସୂଚନା ମୁତାବକ ସ୍ଥାନୀୟ ବାସିନ୍ଦା ଯୁବକ ଫକୀର ମୁଣ୍ଡା ବିପୁଳ ପରିମାଣର ଚୋରା ବିଦେଶୀ ମଦ ନେଇ ଯାଉଥିବା ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ବିଲ୍ୱମଙ୍ଗଳ ସେଠୀ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଥାନାର ଏକ ସ୍ୱତନ୍ତ୍ର ଟିମ୍ ଶନିବାର ରାତିରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଚଢ଼ଉ କରି ବାଲିଅଞ୍ଜରୀ ରାସ୍ତାରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରି ସମ୍ପୃକ୍ତ ଯୁବକ ଫକୀର ମୁଣ୍ଡାଙ୍କୁ ଗିରଫ କରି ସୁକିନ୍ଦା ଥାନାକୁ ଆଣିଥିଲେ। ସୁକିନ୍ଦା ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ ତଦନ୍ତ କରିବା ପରେ ସାକ୍ଷ୍ୟ ପ୍ରମାଣ ଆଧାରରେ ଜନୈକ ଯୁବକଙ୍କ ନାମରେ ମାମଲା ରୁଜୁ କରି ରବିବାର ଅପରାହ୍ନ 5 ଘଟିକା ସମୟରେ ତାକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।